ओम शांति 5 ଜାନୁଆରୀ 2025 ଅବ୍ୟକ୍ତ ମହାବାକ୍ୟ ରିଭାଇଜ୍ 17-10-2003। ମୁରଲୀର ସାରାଂଶ: ସାରା ବର୍ଷ ସନ୍ତୁଷ୍ଟମଣି ହୋଇ ସର୍ବଦା ସନ୍ତୁଷ୍ଟ ରହିବ ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିବ। ସାରା ବର୍ଷ ସନ୍ତୁଷ୍ଟମଣି ହୋଇ ସର୍ବଦା ସନ୍ତୁଷ୍ଟ ରହିବ ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିବ। ଆଜି ଦିଲାରାମ ବାପଦାଦା ନିଜର ଚାରିଆଡ଼ର ସମ୍ମୁଖରେ ବସିଥିବା ପିଲାମାନଙ୍କୁ, ଦୂରରେ ଥିଲେ ମଧ୍ୟ ନିକଟରେ ରହୁଥିବା ପ୍ରତ୍ୟେକ ରାଜକୁମାର ତଥା ଅତି ସ୍ନେହୀ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି। ପ୍ରତ୍ୟେକ ସନ୍ତାନ ରାଜା ଅଟନ୍ତି, ସେଥିପାଇଁ ରାଜକୁମାର ଅଟନ୍ତି। ଏହିଭଳି ପରମାତ୍ମା ସ୍ନେହ ପ୍ରାପ୍ତ କରିବା, ପରମାତ୍ମାଙ୍କର ଗେହ୍ଲା ସନ୍ତାନ ହେବାର ଭାଗ୍ୟ ସାରା ବିଶ୍ୱ ଭିତରେ ବହୁତ କମ୍ ଆତ୍ମାଙ୍କୁ ପ୍ରାପ୍ତ ହୋଇଥାଏ। କିନ୍ତୁ ତୁମେ ସମସ୍ତେ ପରମାତ୍ମା ସ୍ନେହୀ, ପରମାତ୍ମାଙ୍କର ଗେହ୍ଲା ସନ୍ତାନ ହେବାର ଅଧିକାରୀ ଅଟ। ଦୁନିଆରେ ଆତ୍ମାମାନେ ଡାକୁଛନ୍ତି ଆସ ଆସ, କିନ୍ତୁ ତୁମେମାନେ ପରମାତ୍ମାଙ୍କର ସ୍ନେହର ଅନୁଭବ କରୁଛ, ପରମାତ୍ମାଙ୍କର ପାଳନାରେ ପାଳିତ ହେଉଛ। ନିଜର ଏହିଭଳି ଭାଗ୍ୟକୁ ଅନୁଭବ କରୁଛ ତ? ବାପଦାଦା ନିଜର ସବୁ ପିଲାଙ୍କୁ ଡବଲ ରାଜ୍ୟ ଅଧିକାରୀ ରୂପରେ ଦେଖୁଛନ୍ତି। ବର୍ତ୍ତମାନ ମଧ୍ୟ ସ୍ୱରାଜ୍ୟ ଅଧିକାରୀ ରାଜା ଅଟ ଏବଂ ଭବିଷ୍ୟତରେ ରାଜ୍ୟ କରିବା ତ ତୁମମାନଙ୍କର ଜନ୍ମସିଦ୍ଧ ଅଧିକାର। ତେଣୁ ଡବଲ ରାଜା ଅଟ। ତେବେ ସମସ୍ତେ ରାଜା ଅଟ? ତେବେ ସମସ୍ତେ ରାଜା ଅଟ ନା? ପ୍ରଜା ତ ନୁହେଁ ନା? ରାଜଯୋଗୀ ଅଟ ନା କେହି କେହି ପ୍ରଜାଯୋଗୀ ମଧ୍ୟ ଅଟ? କେହି ପ୍ରଜାଯୋଗୀ ନୁହେଁ ତ? କ'ଣ ପଛବାଲା ରାଜଯୋଗୀ ଅଟ ତ? ଏଠାରେ କେହି ପ୍ରଜାଯୋଗୀ ତ ନାହାନ୍ତି ନା? ଏହା ପକ୍କା ତ? ଭାବିଚିନ୍ତି ହିଁ କୁହ। ରାଜ୍ୟ ଅଧିକାରୀ ଅର୍ଥାତ୍ ସମସ୍ତ ସୂକ୍ଷ୍ମ ଏବଂ ସ୍ଥୂଳ କର୍ମେନ୍ଦ୍ରିୟ ଗୁଡ଼ିକର ଅଧିକାରୀ। କାହିଁକି ନା ସ୍ୱରାଜ୍ୟ କୁହାଯାଉଛି ନା? ତେବେ କେବେ କେବେ ରାଜା ହେଉଛ ନା ସଦାକାଳର ରାଜା ଅଟ? ମୂଳ କଥା ହେଲା ନିଜର ମନବୁଦ୍ଧି ସଂସ୍କାରର ମଧ୍ୟ ଅଧିକାରୀ ଅଟ ତ? ସବୁ ସମୟରେ ନା କେବେ କେବେ? ଯଦି ସ୍ୱରାଜ୍ୟ ବୋଲି କହୁଛ, ତେବେ ସଦାକାଳର ସ୍ୱରାଜ୍ୟ ହୋଇଥାଏ ନା ଦିନକ ପାଇଁ ହୋଇଥାଏ, ଆର ଦିନକୁ ନଥାଏ? ରାଜ୍ୟ ଅଧିକାର ତ ସବୁଦିନ ପାଇଁ ଥାଏ ନା? ତେବେ ସଦା ସ୍ୱରାଜ୍ୟ ଅଧିକାରୀ ଅର୍ଥାତ୍ ସଦା ସର୍ବଦା ମନବୁଦ୍ଧି ସଂସ୍କାର ଉପରେ ଅଧିକାରୀ। କ'ଣ ସଦାକାଳର ଅଟ ତ? ସଦା ଶବ୍ଦରେ କେହି ହଁ କହୁନାହାନ୍ତି। କେବେ କେବେ ମନ ତୁମକୁ ଚଲାଉଛି ନା ତୁମେ ମନକୁ ଚଲାଉଛ? କେବେ କେବେ ମନ ମାଲିକ ହୋଇଯାଉଛି କି? ହେଉଛି ନା? ତେବେ ଯିଏ ସଦାକାଳର ସ୍ୱରାଜ୍ୟ ଅଧିକାରୀ, ସେ ହିଁ ବିଶ୍ୱରାଜ୍ୟ ଅଧିକାରୀ। ତେଣୁ ସବୁବେଳେ ଏହି କଥା ଚେକ୍ କର ଯେ ଯେତିକି ସମୟ ପର୍ଯ୍ୟନ୍ତ ଏବଂ ଯେତିକି ଶକ୍ତିର ସହିତ ନିଜର କର୍ମେନ୍ଦ୍ରିୟ ଗୁଡ଼ିକ ଉପରେ ତଥା ମନବୁଦ୍ଧି ସଂସ୍କାର ଉପରେ ଏବେ ଅଧିକାରୀ ହେଉଛ, ସେହି ଅନୁସାରେ ଭବିଷ୍ୟତରେ ମଧ୍ୟ ରାଜ୍ୟ ଅଧିକାର ପ୍ରାପ୍ତ ହେବ। ଯଦି ବର୍ତ୍ତମାନ ପରମାତ୍ମାଙ୍କର ପାଳନା, ପରମାତ୍ମାଙ୍କର ପାଠପଢ଼ା, ପରମାତ୍ମାଙ୍କର ଶ୍ରୀମତ ଆଧାରରେ ସଙ୍ଗମ ଯୁଗର ଏହି ଗୋଟିଏ ଜନ୍ମରେ ସଦାକାଳର ଅଧିକାରୀ ହୋଇପାରୁନାହଁ, ତେବେ 21 ଜନ୍ମ କିପରି ରାଜ୍ୟ ଅଧିକାରୀ ହେବ? ହିସାବ ଅଛି ନା? ବର୍ତ୍ତମାନ ସମୟରେ ସ୍ୱରାଜ୍ୟ ଅର୍ଥାତ୍ ସ୍ୱର ରାଜା ହେବା ଦ୍ୱାରା ହିଁ 21 ଜନ୍ମର ଗ୍ୟାରେଣ୍ଟି ମିଳିଥାଏ। ତେଣୁ ମୁଁ କିଏ ଏବଂ ଭବିଷ୍ୟତରେ କ'ଣ ହେବି, ଏହି କଥା ବର୍ତ୍ତମାନର ଅଧିକାର ଦ୍ୱାରା ହିଁ ନିଜେ ଜାଣିପାରିବ। ଚିନ୍ତା କର, ତୁମ ଭଳି ବିଶେଷ ଆତ୍ମାମାନଙ୍କର ଅନାଦି ଆଦି ବ୍ୟକ୍ତିତ୍ୱ ଏବଂ ପର୍ସନାଲିଟି ଅର୍ଥାତ୍ ରିୟାଲିଟି ଅର୍ଥାତ୍ ରାଜକୀୟତା କେତେ ଉଚ୍ଚ ଅଟେ। ଅନାଦି ରୂପରେ ମଧ୍ୟ ଦେଖ, ତୁମେ ଆତ୍ମାମାନେ ଯେତେବେଳେ ପରମଧାମରେ ମଧ୍ୟ ରହୁଛ, ସେତେବେଳେ କେତେ ଚମକଦାର ଆତ୍ମା ଦେଖାଯାଉଛ। ସେହି ଚମକର ରୟାଲିଟି ଅର୍ଥାତ୍ ରାଜକୀୟତା
एवं पर्सनालिटी अर्थात पवित्रता व्यक्तित्वर मान केते श्रेष्ठ अटे कण देखि पारुछ तो एहा व्यतीत आत्मा रूपरे मध्य रहुछ तेणु निकटरे ही रहुछ। जेपरी आकाशरे केही केही तारका गुड़िक बहुत अधिक चमकु थांती ना सेही बळी तुमे आत्मा माने मध्य विशेष करी बाबांक सहित विशेष भावरे चमकुथिबा तारका अट। तेणु परमधामरे मध्य तुमे माने बाबांकर निकटवर्ती होई रहुछ एवं सत्ययुग आदि समयरे तुम देवात्मांकर व्यक्तित्व एवं राजकीयता केते उच्च अटे। तेबे सारा कल्परे चक्र लगाई देख एठारे धर्म आत्मा माने मध्य जन्म नेइछन्ति, महात्मा माने मध्य जन्म नेइछन्ति, धर्म पिता मध्य जन्म नेइछन्ति, नेता माने मध्य जन्म नेइछन्ति, अभिनेता माने मध्य जन्म नेइछन्ति, किंतु एभଳି व्यक्तित्व अन्य काहार अछि कि जहाँकि तुम देवात्मा मानंकर सत्य जुगरे थिला तेबे निजर देवता स्वरूप सम्मुख को आसी जाउछि तो कौन आसुछि ना किए जाने मु हेबी कि न हेबी एहा तो पक्का अटे ना। एबे निजर देवता स्वरूप को सम्मुख को आण एवं देख कौन निजर व्यक्तित्व आसीगला तो सेथिरे केते राजकीयता थिला जहा द्वारा प्रकृति मध्य सतोप्रधान होई जाउछि। पक्षी माने वृक्षलता गुड़िक एवं फल फूल सबकिछि सतोप्रधान अर्थात राजकीय अटे। अच्छा एबे आउ टिकिए तळकु आस निजर पूज्य रूप को देखिछ ना तुम मानंकर पूजा हेउछि कण डबल विदेशी माने पूज्य हेब ना केवल भारतवासी पूज्य हेबे कण तुमे माने देवी देवता होइथिल ना सुंढवाला देवता नुहे कि लांजवाला देवता मध्य नुहे देवी माने मध्य काली रूप वाला नुहंती किंतु देवता मानंकर मंदिर रे देख तुम मानंकर पूज्य स्वरूपर राजकीयता एवं व्यक्तित्व केते श्रेष्ठ अटे। मूर्ति होइथिब 4 फुटर बा 5 फुटर किंतु मंदिर को केते बड़ करी तैयारी करूछंती यह मध्य तुम मानंकर राजकीयतार एवं व्यक्तित्वर प्रतीक अटे। आजिकालीर प्रधानमंत्री हुअन्तु कि राजा महाराजा हुअन्तु बिचरा सेमानंकर पितुला तैयारी करी खरा वर्षारे रखी देउछंती तेणिकी जहा भी हेउ किंतु तुम मानंकर पूज्य स्वरूपर व्यक्तित्व केते महान कौन बढ़िया अटे ना कुमारी माने बसिछंती ना एहा तुम मानंकर राजकीयता तो अटे ना। पुणी शेषरे संगम जुगरे मध्य तुम मानंकर राजकीयता केते उच्च अटे। ब्राह्मण जीवनर व्यक्तित्व केते उच्च अटे। प्रत्यक्षरे स्वयं भगवान ही तुम मानंकर ब्राह्मण जीवन रे व्यक्तित्व एवं राजकीयता भरी देइछन्ति। तेबे एही ब्राह्मण जीवनर चित्रकार किए स्वयं परमात्मा। तेणु एही ब्राह्मण जीवनर पर्सनालिटी एवं रियालिटी कौन प्यूरिटी अर्थात पवित्रता। पवित्रता ही राजकीयता एहा ठीक कथा ना। एठारे जेते सबु ब्राह्मण आत्मा माने बसिछ कौन भाबुछ पवित्रता ही राजकीयता अटे ना। हाँ समस्ते मुंड हलाओ पछवाला हाथ उठाउछंती तुमे माने पछरे बसिना हो सम्मुखरे ही बसिछ देख दृष्टि मध्य सहजरे पछकु चली जाउछि। आगवालांकु देखिबा पाई तो तळकु देखिबाकु पडुछि किंतु पछकु आपे आपे दृष्टि चली जाउछि। तेणु एबे चेक कर प्यूरिटीर पर्सनालिटी अर्थात पवित्रतार व्यक्तित्व सदा सर्वदा कायम रहुछि तो मन वचन कर्म दृष्टि वृत्ति एवं कृति सबुथिरे प्यूरिटी अछि तो मानसिक पवित्रतार अर्थ हैला सर्वदा एवं समस्तंक प्रति शुभ भावना एवं शुभ कामना समस्तंक प्रति। तेबे सेही आत्मा जेपरि भी होई थाउ ना काहेकि किंतु पवित्रता युक्त राजकीय मानसिकतार लक्षण हैला समस्तंक प्रति शुभ भावना शुभ कामना
कल्याणर भावना, दयार भावना एवं दातापणियार भावना। ଏହା ବ୍ୟତୀତ ଦୃଷ୍ଟିରେ ସର୍ବଦା ସମସ୍ତଙ୍କ ପ୍ରତି ହୁଏତ ଆତ୍ମିକ ସ୍ୱରୂପ ଦେଖାଯାଉ, ନଚେତ୍ ଫରିସ୍ତା ସ୍ୱରୂପ ଦେଖାଯାଉ। ଯଦିଓ ସେ ଫରିସ୍ତା ହୋଇନାହିଁ, କିନ୍ତୁ ମୋର ଦୃଷ୍ଟିରେ ଫରିସ୍ତା ରୂପ ଏବଂ ଆତ୍ମିକ ରୂପ ହିଁ ରହିଥାଉ। ଏବଂ କୃତି ଅର୍ଥାତ୍ ସମ୍ବନ୍ଧ ସମ୍ପର୍କରେ ଆସିବାରେ, କର୍ମ କରିବା ସମୟରେ ସମସ୍ତଙ୍କୁ ସ୍ନେହ ଦେବା ଏବଂ ସୁଖ ଦେବା। ଚାହେ ଅନ୍ୟ କେହି ମୋତେ ସ୍ନେହ ଦିଅନ୍ତୁ ବା ନ ଦିଅନ୍ତୁ, କିନ୍ତୁ ମୋର କର୍ତ୍ତବ୍ୟ ହେଲା ସ୍ନେହ ଦେଇ ସମସ୍ତଙ୍କୁ ସ୍ନେହୀ କରିବା, ସୁଖ ଦେବା। ତୁମର ସ୍ଲୋଗାନ ଅଛି ନା, ନା ଦୁଃଖ ନିଅ ନା ଦୁଃଖ ଦିଅ। ଦେବାର ବି ନାହିଁ କି ନେବାର ବି ନାହିଁ। ଦେବାବାଲା ତୁମକୁ କେବେ ଯଦି ଦୁଃଖ ବି ଦେଉଛି, ତେବେ ତୁମେ ତାକୁ ସୁଖର ସ୍ମୃତିରେ ଦେଖ। କାରଣ ତଳେ ପଡ଼ିଯାଇଥିବା ଲୋକକୁ ଆଉ ଅଧିକ ତଳକୁ ଠେଲି ଦିଆଯାଏ ନାହିଁ, ତାକୁ ସବୁବେଳେ ଉଚ୍ଚକୁ ଉଠାଇଥାନ୍ତି। ସିଏ ବିଚରା ପରବଶ ହୋଇ ତୁମକୁ ଦୁଃଖ ଦେଉଛି, ତଳକୁ ଖସି ଯାଇଛି ନା, ତେଣୁ ତାକୁ ଆଉ ତଳକୁ ଠେଲି ଦିଅ ନାହିଁ। ଏମିତି ନୁହେଁ ଯେ ତାକୁ ଆଉ ଗୋଟିଏ ଗୋଇଠା ମାରିଦିଅ, ନା, ତାକୁ ସ୍ନେହର ସହିତ ଉଚ୍ଚକୁ ଉଠାଅ। ଏଥିରେ ମଧ୍ୟ ପ୍ରଥମେ ଦାନ ନିଜ ଘରୁ ଆରମ୍ଭ କର। ଦାନ ପୁଣ୍ୟର କାର୍ଯ୍ୟ ପ୍ରଥମେ ନିଜ ଘରୁ ଆରମ୍ଭ କରାଯାଏ ନା, ତେଣୁ ନିଜର ସବୁ ସାଥୀମାନଙ୍କୁ, ସେବାର ସାଥୀମାନଙ୍କୁ, ବ୍ରାହ୍ମଣ ପରିବାରର ସାଥୀମାନଙ୍କୁ ପ୍ରତ୍ୟେକଙ୍କୁ ଉଚ୍ଚକୁ ଉଠାଅ। ସେମାନେ ନିଜର ଖରାପ ଗୁଣ ଦେଖାଇଲେ ମଧ୍ୟ ତୁମେ ସେମାନଙ୍କର ବିଶେଷତାକୁ ଦେଖ। ସମସ୍ତେ କ୍ରମାନ୍ୱୟ ହିସାବରେ ତ ରହିବେ ନା। ଦେଖ, 108ର ମାଳା ତୁମମାନଙ୍କର ହିଁ ସ୍ମାରକୀ ଅଟେ। ସମସ୍ତେ ପ୍ରଥମ ନମ୍ବର ତ ନୁହନ୍ତି ନା, 108 ପର୍ଯ୍ୟନ୍ତ ନମ୍ବର ରହିଛି ନା, ତେଣୁ ସମସ୍ତେ କ୍ରମାନ୍ୱୟରେ ଅଛନ୍ତି ଏବଂ ରହିବେ ମଧ୍ୟ। କିନ୍ତୁ ମୋର କର୍ତ୍ତବ୍ୟ କ'ଣ? ଏମିତି ବି ଭାବିବାର ନାହିଁ ଯେ ମୁଁ ତ 8 ଜଣଙ୍କ ଭିତରେ ଆଦୌ ନୁହେଁ, ହୁଏତ 108 ଭିତରେ ଆସିଯାଇପାରେ। ମୁଁ 108 ନମ୍ବରର ଶେଷ ଦାନା ମଧ୍ୟ ହୋଇପାରେ। ତେଣୁ ମୋ ଭିତରେ କିଛି ନା କିଛି ଖରାପ ସଂସ୍କାର ତ ଥିବ ନା। କିନ୍ତୁ ତାହା ନୁହେଁ, ଅନ୍ୟମାନଙ୍କୁ ସୁଖ ଦେଇ ସ୍ନେହ ଦେଇ ତୁମର ସଂସ୍କାର ମଧ୍ୟ ସ୍ନେହୀ ଏବଂ ସୁଖୀ ନିଶ୍ଚିତ ହୋଇଯିବ। ଏହା ହିଁ ସେବା ଅଟେ ଏବଂ ଏହି ସେବା ପ୍ରଥମେ ନିଜଠାରୁ ହିଁ ଆରମ୍ଭ କର। ବାପଦାଦା ଆଜି ଗୋଟିଏ କଥା ଉପରେ ହସ ଲାଗୁଥିଲା। କହିବୁ, ତାହା କ'ଣ? ଦେଖିବ, ତୁମମାନଙ୍କୁ ମଧ୍ୟ ହସ ଲାଗିବ। ବାପଦାଦା ତ ପିଲାମାନଙ୍କର ସବୁ ଖେଳ ଦେଖୁଛନ୍ତି ନା। ବାପଦାଦା ଗୋଟିଏ ସେକେଣ୍ଡ ଭିତରେ କେତେବେଳେ କେଉଁ ସେଣ୍ଟର ଟିଭି ଅନ୍ କରିଦେଉଛନ୍ତି। କେବେ ବିଦେଶର, କେବେ ଭାରତର ଟିଭିର ସୁଇଚ୍ ଅନ୍ କରିଦେଉଛନ୍ତି। ତେଣୁ ଜଣାପଡ଼ିଯାଉଛି ପିଲାମାନେ କ'ଣ କରୁଛନ୍ତି। କାହିଁକି ନା ବାବାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ଅଛି ନା। ପିଲାମାନେ ମଧ୍ୟ କହୁଛନ୍ତି, ଆମେ ବାବାଙ୍କ ସମାନ ନିଶ୍ଚିତ ହେବୁ। ଏହା ତ ପକ୍କା ଅଟେ ନା। ସମାନ ତ ନିଶ୍ଚିତ ହେବ ନା। ଭାବିଚିନ୍ତି ହାତ ଉଠାଅ। ହଁ, ଯେଉଁମାନେ ଭାବୁଛନ୍ତି ଚାହେ ମରିବାକୁ ପଡ଼ୁ, ନଇବାକୁ ପଡ଼ୁ, ସହନ କରିବାକୁ ପଡ଼ୁ, ଶୁଣିବାକୁ ବି ପଡ଼ୁ, କିନ୍ତୁ ନିଶ୍ଚିତ ସମାନ ହୋଇ ଦେଖାଇବୁ, ସେମାନେ ହାତ ଉଠାଅ। କୁମାରୀମାନେ ଭାବିଚିନ୍ତି ହାତ ଉଠାଅ। ଏମାନଙ୍କର ଫଟୋ ଉଠାଅ। କୁମାରୀ ବହୁତ ଆସିଛନ୍ତି। ମରିବାକୁ ପଡ଼ିବ, ମୁଣ୍ଡ ନୁଆଇବାକୁ ପଡ଼ିବ। ପାଣ୍ଡବମାନେ ହାତ ଉଠାଅ। ଶୁଣିଲ ତ, ସମାନ ହେବାକୁ ପଡ଼ିବ। ଯଦି ସମାନ ନ ହେବ, ତେବେ ମଜା ଆସିବ ନାହିଁ। ପରମଧାମରେ ମଧ୍ୟ ପାଖାପାଖି ରହିପାରିବ ନାହିଁ। ପୂଜ୍ୟ ପଦରେ ମଧ୍ୟ ଫରକ ପଡ଼ିଯିବ। ସତ୍ୟ ଯୁଗର ରାଜ୍ୟ ଭାଗ୍ୟ ପ୍ରାପ୍ତ କରିବାରେ ମଧ୍ୟ ଫରକ ପଡ଼ିଯିବ। ବ୍ରହ୍ମା ବାବାଙ୍କ ସହିତ ତୁମର ସ୍ନେହ ଅଛି ନା? ଡବଲ ବିଦେଶୀମାନଙ୍କର ସବୁଠାରୁ ଅଧିକ ସ୍ନେହ ଅଛି। ଯାହାଙ୍କର ବ୍ରହ୍ମା ବାବାଙ୍କର ସହିତ ଅତୁଟ ସ୍ନେହ ରହିଛି, ସେମାନେ ହାତ ଉଠାଅ। ଆଚ୍ଛା, ପକ୍କା ସ୍ନେହ ଅଛି ନା? ଏବେ ପ୍ରଶ୍ନ ପଚାରିବୁ,
ଯାହାର ଯାହା ପ୍ରତି ସ୍ନେହ ଥାଏ ସେମାନଙ୍କର ସ୍ନେହର ପ୍ରତୀକ ହେଲା ଯେଉଁ କଥା ତାକୁ ଭଲ ଲାଗିବ ତାହା ସ୍ନେହ କରିବା ବାଲାଙ୍କୁ ମଧ୍ୟ ଭଲ ଲାଗିବ। ଉଭୟଙ୍କର ସଂସ୍କାର ସଂକଳ୍ପ ସ୍ୱଭାବରେ ସମାନତା ଥାଏ, ସେଥିପାଇଁ ସେ ତାକୁ ପ୍ରିୟ ଲାଗିଥାଏ। ଯଦି ବ୍ରହ୍ମା ବାବାଙ୍କ ସହିତ ସ୍ନେହ ଅଛି ତେବେ ପ୍ରଥମ ଜନ୍ମରୁ ନେଇ 21 ଜନ୍ମ ପର୍ଯ୍ୟନ୍ତ ତାଙ୍କ ସହିତ ଆସିବା ଦରକାର। ଦ୍ୱିତୀୟ ତୃତୀୟ ଜନ୍ମରେ ଆସିଲେ ଭଲ ଲାଗିବ ନାହିଁ। ତେଣୁ ପ୍ରଥମ ଜନ୍ମରୁ ନେଇ ଶେଷ ଜନ୍ମ ପର୍ଯ୍ୟନ୍ତ ସାଥିରେ ରହିବେ, ଭିନ୍ନ ଭିନ୍ନ ରୂପରେ ସାଥିରେ ରହିବେ। ତେବେ ସାଥିରେ ମଧ୍ୟ କିଏ ରହିପାରିବ? ଯିଏ ସମାନ ହୋଇଥିବ। ସିଏ ତ ନମ୍ବର 1 ଆତ୍ମା, ତେଣୁ ତାଙ୍କ ସହିତ କିପରି ରହିପାରିବ? ନିଜେ ନମ୍ବର 1 ହେଲେ ଯାଇ ତ ସାଥିରେ ରହିପାରିବ ନା। ସବୁଥିରେ ନମ୍ବର 1, ସଂକଳ୍ପରେ, ବାଣୀରେ, କର୍ମରେ, ବୃତ୍ତିରେ, ଦୃଷ୍ଟିରେ, କୃତିରେ, ସବୁଥିରେ ନମ୍ବର 1। ତେବେ ସମସ୍ତେ ନମ୍ବର 1 ଅଟ ନା ନମ୍ବର 12 ଅଟ? ଯଦି ସ୍ନେହ ଅଛି ତେବେ ସ୍ନେହ ବଦଳରେ କିଛି ବି ତ୍ୟାଗ କରିବା କଷ୍ଟକର ନୁହେଁ। କଳିଯୁଗର ଅନ୍ତ ସମୟରେ ଶେଷ ଜନ୍ମରେ ମଧ୍ୟ ଦେହ ଅଭିମାନୀ ପ୍ରେମିକ ପ୍ରେମିକା ଜୀବନ ମଧ୍ୟ ହରାଇ ଦେଉଛନ୍ତି। ତେଣୁ ତୁମେମାନେ ଯଦି ବ୍ରହ୍ମା ବାବାଙ୍କର ସ୍ନେହ ବଦଳରେ ନିଜର ସଂସ୍କାରକୁ ପରିବର୍ତ୍ତନ କରିଦେବ ତେବେ ଏହା କିଛି ବଡ଼ କଥା ନୁହେଁ। କ'ଣ ଭାବୁଛ? ନୁହେଁ ନା? ତେବେ ଆଜିଠାରୁ ସମସ୍ତଙ୍କର ସଂସ୍କାର ବଦଳିଗଲା ତ? ପକ୍କା? ତୁମର ସାଥୀମାନଙ୍କ ଠାରୁ ରିପୋର୍ଟ ମଧ୍ୟ ନିଆଯିବ। ପକ୍କା ତ? ଦାଦୀମାନେ ଶୁଣୁଛ ତ? ଏମାନେ କହୁଛନ୍ତି ସଂସ୍କାର ବଦଳିଗଲା। ନା ଆଉ କିଛି ସମୟ ଲାଗିବ? କ'ଣ କହୁଛ? ନ୍ୟୁୟର୍କର ମୋହିନୀ ଶୁଣାଅ। ବଦଳିଯିବେ ନା? ଏମାନେ ସମସ୍ତେ ବଦଳିଯିବେ ନା? ଆମେରିକା ବାଲା ତ ନିଶ୍ଚିତ ବଦଳିଯିବେ, କିନ୍ତୁ ହସିବାର କଥାଟି ବାକି ରହିଲା। ତେବେ ସେହି ହସ କଥାଟି ହେଲା, ସମସ୍ତେ କହୁଛନ୍ତି ଆମେ ପୁରୁଷାର୍ଥ ତ ବହୁତ କରୁଛୁ ଏବଂ ବାପଦାଦାଙ୍କୁ ଦୟା ମଧ୍ୟ ଲାଗୁଛି, ପିଲାମାନେ ବହୁତ ପୁରୁଷାର୍ଥ କରୁଛନ୍ତି, କେବେ କେବେ ତ ମେହନତ ବହୁତ କରୁଛନ୍ତି, କିନ୍ତୁ କ'ଣ କହୁଛନ୍ତି? କ'ଣ କରିବି? ମୋର ସଂସ୍କାର ତ ଏହିଭଳି। ସଂସ୍କାରକୁ ଦୋଷ ଦେଇ ନିଜକୁ ହାଲକା କରିଦେଉଛନ୍ତି। କିନ୍ତୁ ବାପଦାଦା ଆଜି ଦେଖିଲେ ଯେ ତୁମେମାନେ ଯାହାକୁ ମୋର ସଂସ୍କାର ବୋଲି କହୁଛ ପ୍ରକୃତରେ କ'ଣ ତାହା ତୁମର ସଂସ୍କାର ଅଟେ କି? ତୁମେମାନେ ତ ଆତ୍ମା ଅଟ ନା, ଦେହ ତ ନୁହେଁ ନା। ତେବେ ଆତ୍ମାର ସଂସ୍କାର କ'ଣ ଏବଂ ତୁମମାନଙ୍କର ପ୍ରକୃତ ମୂଳ ସଂସ୍କାର କ'ଣ? ଆଜି ଯାହାକୁ ତୁମେ ମୋର ବୋଲି କହୁଛ ତାହା ତୁମର ନା ରାବଣର? କାହାର ଅଟେ? ତୁମର ଅଟେ କି? ନୁହେଁ ନା? ତେବେ ଏହାକୁ ମୋର ସଂସ୍କାର ବୋଲି କାହିଁକି କହୁଛ? କହୁଛ ନା ମୋର ସଂସ୍କାର ହିଁ ଏହିଭଳି। ତେଣୁ ଆଜିଠାରୁ ଏଭଳି କହିବ ନାହିଁ। ଯେପରି କେବେ କେବେ କେଉଁଠୁ କେଉଁଠୁ ଝାଟୁଆ ଉଡ଼ି ଆସି ପଡ଼ିଯାଏ ନା, ସେହିଭଳି ରାବଣର ଜିନିଷ ତୁମ ଭିତରକୁ ଆସିଯାଉଛି। ତେଣୁ ଏହାକୁ ମୋର କିପରି କହୁଛ? କ'ଣ ମୋର ଅଟେ କି? ନୁହେଁ ନା? ତେଣୁ ଏବେ ଆଉ କେବେ ବି ସେଭଳି କହିବ ନାହିଁ। ଯେତେବେଳେ ବି ମୋର ଶବ୍ଦ କହିବ ପ୍ରଥମେ ଭାବିବ ମୁଁ କିଏ ଏବଂ ମୋର ସଂସ୍କାର କ'ଣ। ଦେହ ଅଭିମାନ ହିସାବରେ ଏହା ମୋର ସଂସ୍କାର, କିନ୍ତୁ ଆତ୍ମ ଅଭିମାନୀ ସ୍ଥିତିରେ ଏହି ସଂସ୍କାର ନୁହେଁ। ତେଣୁ ଏବେଠାରୁ ଏହି ଭାଷାକୁ ମଧ୍ୟ ପରିବର୍ତ୍ତନ କରିଦିଅ। ମୋର ସଂସ୍କାର କହିବା ଦ୍ୱାରା ବେପରୁଆ ହୋଇଯାଇଛୁ। କହୁଛ ମୋର ଉଦ୍ଦେଶ୍ୟ ସେଭଳି ନୁହେଁ, କିନ୍ତୁ ଏହା ମୋର ସଂସ୍କାର ହୋଇଯାଇଛି। ଆଚ୍ଛା, ଆଉ ଗୋଟିଏ ଶବ୍ଦ କ'ଣ କହୁଛ? ମୋର ସ୍ୱଭାବ। ତେବେ ସ୍ୱଭାବ ଶବ୍ଦ କେତେ ଭଲ ଶବ୍ଦ ଅଟେ। ସ୍ୱ ଅର୍ଥାତ୍ ଆତ୍ମା ତ ସର୍ବଦା ଭଲ ଅଟେ। ମୋର ସ୍ୱଭାବ ଅର୍ଥାତ୍ ସ୍ୱ ଆତ୍ମାର ଭାବ ସର୍ବଦା ଭଲ ଅଟେ, ଖରାପ ନୁହେଁ। ତେଣୁ ତୁମେମାନେ ଯେଉଁ ଶବ୍ଦ ବ୍ୟବହାର କରୁଛ ମୋର ସ୍ୱଭାବ ଏହିଭଳି, ଏବେ ଏହି ଭାଷାକୁ ବଦଳାଅ। ଯେତେବେଳେ ବି ମୋର ଶବ୍ଦ ବ୍ୟବହାର କରୁଛ ସେତେବେଳେ ଭାବ ଯେ ମୋର ମୂଳ ସଂସ୍କାର କ'ଣ। ଏହା କିଏ କହୁଛି? ଆତ୍ମା କହୁଛି ନା? ଆତ୍ମା କହୁଛି ନା ଇଏ ମୋର ସଂସ୍କାର।
ଯଦି ଏହିଭଳି ବିଚାର କରିବ ତେବେ ନିଜ ଉପରେ ହସ ଲାଗିବ। ହସ ଲାଗିବ ନା? ଯଦି ନିଜ ଉପରେ ହସ ଲାଗିବ ତେବେ ଖିଟଖିଟ କରିବା ବନ୍ଦ ହୋଇଯିବ। ଏହାକୁ କୁହାଯାଏ ଭାଷାର ପରିବର୍ତ୍ତନ କରିବା, ଅର୍ଥାତ୍ ପ୍ରତ୍ୟେକ ଆତ୍ମା ପ୍ରତି ସ୍ୱମାନ ଏବଂ ସମ୍ମାନର ଭାବନା ରଖିବା। ନିଜେ ମଧ୍ୟ ସର୍ବଦା ସ୍ୱମାନରେ ରୁହ ଏବଂ ଅନ୍ୟମାନଙ୍କୁ ମଧ୍ୟ ସ୍ୱମାନର ସହିତ ଦେଖ। ତୁମେ ଯଦି ସମସ୍ତଙ୍କୁ ସ୍ୱମାନର ସହିତ ଦେଖିବ ତେବେ ତୁମ ଭିତରେ ଯେଉଁ ସବୁ ମନାନ୍ତର ମତାନ୍ତର ହେଉଛି, ଯାହା ତୁମକୁ ମଧ୍ୟ ପସନ୍ଦ ନୁହେଁ, କ'ଣ ଯେତେବେଳେ କୌଣସି ଖିଟପିଟି ହୋଇଯାଉଛି ତୁମକୁ ଭଲ ଲାଗୁଛି? ଭଲ ଲାଗୁନାହିଁ ନା? ତେଣୁ ପରସ୍ପରକୁ ସ୍ୱମାନର ସହିତ ଦେଖ। ଇଏ ବିଶେଷ ଆତ୍ମା ଅଟେ। ଇଏ ପରମାତ୍ମାଙ୍କର ପାଳନାରେ ପାଳିତ ହେଉଥିବା ଆତ୍ମା ଅଟେ। ଇଏ କୋଟିକ ଭିତରେ କେହି ଏବଂ କେହି କେହିଙ୍କ ଭିତରେ ମଧ୍ୟ କେହି, ଅର୍ଥାତ୍ ଅତି ବିଶେଷ ଆତ୍ମା ଅଟେ। କେବଳ ଏହି ଗୋଟିଏ କାମ କର, ନିଜର ନୟନରେ ବିନ୍ଦୁକୁ ହିଁ ସମାହିତ କରିଦିଅ। ବାସ୍, ଗୋଟିଏ ବିନ୍ଦୁରେ ତ ଦେଖୁଛ, ତା ସହିତ ଆଉ ଗୋଟିଏ ବିନ୍ଦୁ ମଧ୍ୟ ସମାହିତ କରିଦିଅ। ତେବେ ଆଉ କିଛି ବି ହେବ ନାହିଁ। ତୁମକୁ କୌଣସି ମେହନତ କରିବାକୁ ପଡ଼ିବ ନାହିଁ। ଯେପରି ଆତ୍ମା ଆତ୍ମାକୁ ଦେଖୁଛି, ଆତ୍ମା ଆତ୍ମାକୁ କଥା କହୁଛି। ନିଜର ଦୃଷ୍ଟି ଏବଂ ବୃତ୍ତିକୁ ଆତ୍ମିକ କରିଦିଅ। ବୁଝିପାରିଲ କ'ଣ କରିବ? ଏବେ ଆଉ ମୋର ସଂସ୍କାର ବୋଲି କେବେ ବି କହିବ ନାହିଁ। ଯେତେବେଳେ ସ୍ୱଭାବ ଶବ୍ଦ କହୁଛ, ସେତେବେଳେ ସ୍ୱ ଆତ୍ମାର ଭାବରେ ସ୍ଥିତ ହୋଇଯାଅ। ଠିକ୍ କଥା ନା? ବାପଦାଦା ଚାହୁଁଛନ୍ତି ଯେ ଏହି ବର୍ଷ ପୁରା ବର୍ଷକ ଯାକ, ଯଦିଓ ବାବାଙ୍କ ସହିତ ମିଶିବାର ସିଜିନ୍ 6 ମାସ ଚାଲୁଛି, ପୁଣି ବି ପୁରା ବର୍ଷ ଯିଏ ଯାହା ସହିତ ଯେତେବେଳେ ବି ମିଶୁଛ, ଯାହା ସହିତ ମିଶୁଛ, ଚାହେ ପରସ୍ପର ସହିତ ମିଶୁଛ ବା ଅନ୍ୟ ଆତ୍ମାମାନଙ୍କ ସହିତ ମିଶୁଛ, କିନ୍ତୁ ଯେତେବେଳେ ବି ମିଶୁଛ, ଯାହା ସହିତ ମିଶୁଛ, ତାକୁ ସନ୍ତୁଷ୍ଟତାର ସହଯୋଗ ଦିଅ। ନିଜେ ମଧ୍ୟ ସନ୍ତୁଷ୍ଟ ରୁହ ଏବଂ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କର। ତେଣୁ ଏହି ସିଜିନ୍ର ସ୍ୱମାନ ହେଲା ସନ୍ତୁଷ୍ଟ ମଣି, ସଦା ସନ୍ତୁଷ୍ଟ ମଣି। ଭାଇମାନେ ମଧ୍ୟ ମଣି ଅଟନ୍ତି, ମଶା ନୁହେଁ, ମଣି ଅଟ। ପ୍ରତ୍ୟେକ ଆତ୍ମା ସବୁ ସମୟରେ ସନ୍ତୁଷ୍ଟ ମଣି ଅଟ। ଯଦି ନିଜେ ସନ୍ତୁଷ୍ଟ ରହିବ ତେବେ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିପାରିବ। ସନ୍ତୁଷ୍ଟ ରହିବ ଏବଂ ସନ୍ତୁଷ୍ଟ କରିବ। ଠିକ୍ ଅଛି? ପସନ୍ଦ ତ? ସମସ୍ତେ ହାତ ଉଠାଇଲେ। ବହୁତ ଭଲ। ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ। ଆଚ୍ଛା, ଯାହା ବି ହୋଇଯାଉ, ନିଜର ସ୍ୱମାନର ଆସନ ଉପରେ ସର୍ବଦା ଏକାଗ୍ର ରୁହ। ଏପଟ ସେପଟ ହୁଅ ନାହିଁ। କେବେ କେଉଁ ଆସନ, କେବେ କେଉଁ ଆସନ, ଏପରି ନୁହେଁ। ନିଜର ସ୍ୱମାନର ଆସନ ଉପରେ ଏକାଗ୍ର ରୁହ ଏବଂ ଏକାଗ୍ରତାର ଆସନ ଉପରେ ବସି ଯଦି କୌଣସି କଥା ଆସୁଛି ତାକୁ କାର୍ଟୁନ ଶୋ ଭଳି ଅନୁଭବ କର। ଭାବ, ଏହା କାର୍ଟୁନ ଶୋ ଚାଲୁଛି। ଯଦି ବାଘ ଆସୁଛି ବା ଛେଳି ଆସୁଛି ବା ବିଛା ଆସୁଛି ବା ଝିଟିପିଟି ଆସୁଛି, ତେବେ ଏହା ଖରାପ କାର୍ଟୁନ ଶୋ ଚାଲିଛି। କିନ୍ତୁ ନିଜର ସିଟ୍ ଉପରୁ କେବେ ବି ଅପସେଟ୍ ହୁଅ ନାହିଁ, ତେବେ ମଜା ଲାଗିବ। ଆଚ୍ଛା, ଚାରିଆଡ଼ର ରାଜଦୁଲାର ପିଲାମାନଙ୍କୁ, ସମସ୍ତ ସ୍ନେହୀ ସହଯୋଗୀ ତଥା ବାବାଙ୍କ ସହିତ ସମାନ ହେଉଥିବା ପିଲାମାନଙ୍କୁ, ସର୍ବଦା ନିଜର ଶ୍ରେଷ୍ଠ ସ୍ୱଭାବ ଏବଂ ସଂସ୍କାରକୁ ସ୍ୱରୂପରେ ପ୍ରକାଶିତ କରୁଥିବା ପିଲାମାନଙ୍କୁ, ସର୍ବଦା ସୁଖ ଦେଉଥିବା ଏବଂ ସ୍ନେହ ଦେଉଥିବା ପିଲାମାନଙ୍କୁ, ସର୍ବଦା ସନ୍ତୁଷ୍ଟ ମଣି ହୋଇ ସନ୍ତୁଷ୍ଟତାର କିରଣ ବିଚ୍ଛୁରିତ କରୁଥିବା ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ संपन्न शुभेच्छा एवं नमस्ते। ऐसे मीठे प्यारे बाप दादा को हम बच्चों की बहुत बहुत याद प्यार, गुड मॉर्निंग और नमस्ते 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 नमस्ते। शुक्रिया बाबा, शुक्रिया। ओम शांति। आजिर वरदान, शुभ चिंतन एवं शुभ चिंतक स्थितिर अनुभव द्वारा ब्रह्मा बाबांक समान मास्टर दाता हुआ। ब्रह्मा बाबांक समान मास्टर दाता हेबा पाई ईर्षा, घृणा एवं परिहास करिबा
ଏହି ତିନୋଟି କଥାରୁ ମୁକ୍ତ ରହି ସମସ୍ତଙ୍କ ପ୍ରତି ଶୁଭ ଚିନ୍ତକ ହୁଅ ଏବଂ ଶୁଭ ଚିନ୍ତନ ସ୍ଥିତିର ଅନୁଭବ କର। କାହିଁକି ନା ଯାହା ଭିତରେ ଈର୍ଷାର ଅଗ୍ନି ରହିଥାଏ ସେ ନିଜେ ମଧ୍ୟ ଜଳୁଥାଏ ଏବଂ ଅନ୍ୟକୁ ମଧ୍ୟ ଦୁଃଖୀ କରିଦିଏ। ଘୃଣା କରିବା ବାଲା ନିଜେ ମଧ୍ୟ ତଳକୁ ଖସିଯାଏ ଏବଂ ଅନ୍ୟମାନଙ୍କୁ ମଧ୍ୟ ତଳକୁ ଟାଣିଥାଏ ଏବଂ ହସ ମଜାକରେ ମଧ୍ୟ ପରିହାସ କରୁଥିବା ବ୍ୟକ୍ତି ଅନ୍ୟ ଆତ୍ମାକୁ ଶକ୍ତିହୀନ କରି ଦୁଃଖୀ କରିଥାଏ। ସେଥିପାଇଁ ଏହି ତିନୋଟି ଯାକ କଥାରୁ ମୁକ୍ତ ରହି ଶୁଭଚିନ୍ତନ ସ୍ଥିତିର ଅନୁଭବ ଦ୍ୱାରା ଦାତାଙ୍କର ସନ୍ତାନ ମାଷ୍ଟର ଦାତା ହୁଅ। ଆଜିର ସ୍ଲୋଗାନ, ମନ ବୁଦ୍ଧି ଏବଂ ସଂସ୍କାର ଉପରେ ସମ୍ପୂର୍ଣ୍ଣ ରାଜ୍ୟ କରୁଥିବା ସ୍ୱରାଜ୍ୟ ଅଧିକାରୀ ହୁଅ। ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। 5. ତୁମେ ବ୍ରାହ୍ମଣ ପିଲାମାନେ କଳ୍ପ ବୃକ୍ଷର କାଣ୍ଡ ଅଟ। କାଣ୍ଡ ଦ୍ୱାରା ହିଁ ସାରା ବୃକ୍ଷକୁ ଶକ୍ତି ପ୍ରାପ୍ତ ହୋଇଥାଏ। ତେଣୁ ଏବେ ବିଶ୍ୱକୁ ସକାଶ ଦେବାର ସେବା କର। ଯଦି 20ଟି ସେଣ୍ଟର ବା 30ଟି ସେଣ୍ଟର ବା 200-250 ସେଣ୍ଟର ବା ନିଜର ଜୋନ୍ କଥା ବୁଦ୍ଧିରେ ରହିବ, ତେବେ ବେହଦ ବିଶ୍ୱକୁ ସକାଶ ଦେଇପାରିବ ନାହିଁ। ସେଥିପାଇଁ ହଦ୍ ଅର୍ଥାତ୍ ସୀମା ଭିତରୁ ବାହାରି ଆସି ଏବଂ ବେହଦର ସେବା କରିବାର ପାଠ ଆରମ୍ଭ କର। ବେହଦର କଥା ସ୍ମୃତିରେ ରହିଲେ ହଦର ଛୋଟ ମୋଟ କଥା ଗୁଡ଼ିକ ଆପେ ଆପେ ସମାପ୍ତ ହୋଇଯିବ। ତେବେ ବେହଦର ସକାଶ ଦ୍ୱାରା ପରିବର୍ତ୍ତନ ହେବା, ଏହା ହିଁ ହେଉଛି ତୀବ୍ର ଗତିରେ ସେବା କରିବାର ପରିଣାମ। ଓମ୍ ଶାନ୍ତି।